ଆଜି ଶୁଣନ୍ତୁ କ୍ଷୁଦ୍ରକଳ୍ପ ମାଗୁଣୀର ଶଗଡ଼। ଗାଳ୍ପିକ ଗୋଦାବରୀଶ ମହାପାତ୍ର। ଉପସ୍ଥାପନାରେ ମୁଁ ହିମାଂଶୁ ଶେଖର ମହାନ୍ତ। ଖୋଲିକୋଟର 2 ଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି। କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି। ଏ ଖବର ରଖୁଛନ୍ତି ଗୃହ ପରିବାରର ବା ସାହି ପଡ଼ିଶାର ଲୋକେ। କିନ୍ତୁ ଯେଉଁଦିନ ମାଗୁଣୀ ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବରଟା ଖୋଲିକୋଟର ପୁର ପଲ୍ଲୀ ସବୁଆଡ଼େ ବ୍ୟାପିଗଲା। ଯିଏ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, ମାଗୁଣୀ ଚାଲିଗଲା। ଆହା, ବିଚରା ଚାଲିଗଲା। ମାଗୁଣୀ କିଏ? ଖୋଲିକୋଟର ସେ ରାଜା ନୁହେଁ, ଏକଥା ନିଶ୍ଚୟ। ସେ ରାଜ୍ୟର ନେତା ନୁହେଁ, ଏକଥା ସମସ୍ତେ କହିବେ। ସେ କର୍ମୀ ନୁହେଁ, ଏକଥା ସମସ୍ତେ ଜାଣନ୍ତି। ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ। ତା ବେକରେ କିଏ ଫୁଲମାଳ ଲମ୍ବାଇ ନାହିଁ କି ସେ କାହା ଗଳାରେ ମାଳା ଲମ୍ବେଇ ଦେବା ଦରକାର ପଡ଼ିନାହିଁ। ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ। ସେ କେବଳ କରିଛି ଗୋଟିଏ କାମ, ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନ ପଥରେ ଲଢ଼େଇ କରିଛି। ସେ ଲଢ଼େଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡୁକ ପାଇଁ। ତଥାପି ମାଗୁଣୀର ମୃତ୍ୟୁ ଖବର ପାଇ ସମସ୍ତେ କହିଲେ, ଆହା, ବିଚରା ଚାଲିଗଲା। ଗୋଡ଼ରେ ପଚାରିଲେ ତ ସମସ୍ତେ କହିବେ ମାଗୁଣୀ କିଏ। ଦୂର ଜଙ୍ଗଲ ତଳ ପଲ୍ଲୀ ଗାଁରେ ମଧ୍ୟ ତାର ପରିଚୟ ମିଳିପାରିବ। ମାଗୁଣୀ ଖୋଲିକୋଟର କେହି ନୁହେଁ, ସେ ଜଣେ ଶଗଡ଼ିଆ। 2ଟା ବଳଦ ଓ ସେ, ଏଇ 3 ଜଣ ମିଶି ଗୋଟିଏ ସଂଘ ଗଢ଼ିଥିଲେ, ଯାହାକି 2 ଲକ୍ଷ ଲୋକଙ୍କୁ ମନକୁ ଛୁଇଁଗଲା। ପ୍ରତିଦିନ ଖୋଲିକୋଟ ଗଡ଼ରେ ସୂର୍ଯ୍ୟ ଉଇଁ ଓ ସୂର୍ଯ୍ୟ ଅସ୍ତ ହୁଏ। ଘନଘୋର ବର୍ଷା ଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣୀକୁ ଦେଖି ବେଳ ଜାଣନ୍ତି। ମାଘ ମାସର ଚାଡ଼ରେ ପିଣ୍ଡାରେ ଘୋଡ଼ି ଘାଡ଼ି ହିଁ ଲୋକେ ବସିଥିବା ବେଳେ ମାଗୁଣୀ ନିଜ ପରିଚିତ ସାଙ୍ଗ 2ଟିକୁ ଶଗଡ଼ରେ ଯୋଚି ପାହାଡ଼ ତଳେ ଗୀତ ବୋଲି ଚାଲିଯାଏ। ଲୋକ କୁହନ୍ତି, ମାଗୁଣୀ ସେମାନଙ୍କର ଗୋଟିଏ ଘଣ୍ଟା। ବର୍ଷା ଦିନେ ବର୍ଷା ଘୁଞ୍ଚି ଯାଇପାରେ, ଖରାଦିନେ ଖରା ତାତି ଉଣା ହେଇପାରେ, କିନ୍ତୁ ମାଗୁଣୀର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ। ସେ କହେ, ରାଜା ଘରେ ଯୋଡ଼ା ମୋଟରକାର ଅଛି ସତ, କିନ୍ତୁ ତାପରି ଇଞ୍ଜିନିୟର ନାହାନ୍ତି। ତା ଶଗଡ଼ ରାଜାଘର ମୋଟରଠୁ ବଳେ। 12 ବର୍ଷର ଅତି ପରିଚିତ ସାଥୀ କାଳିଆ ପସରା ବଳଦ ଉପରେ ସେ ହାତ ମାରି ଆଉଁସି ଦେଲେ ତା ଗାଡ଼ିର ପକ୍ଷ ଦିଆ ହୁଏ। ସେତେବେଳେ ସେ ଶଗଡ଼ ଉପରେ ବସି ଗୀତ ପଦେ ବୋଲିଦିଏ। ରାମଜେ ଲଇକ୍ଷଣ ଗଲେ ମୃଗ ମାରି, ତାର ମୋଟର ଚାଲେ। ସେତେବେଳେ ଶ୍ୟାମଳ ତରୁପତ୍ର ତଳେ ଗିରି କନ୍ଦରା ଭିତରେ ପ୍ରତିଧ୍ୱନି ଉଠେ। ଅର୍ଦ୍ଧସୁପ୍ତ କୁକୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି। ପଲ୍ଲୀର ବୁଲା କୁକୁର ଦଳ ଚମକି ଉଠି ଗାଁରେ ଚହଳ ପକେଇ ଦିଅନ୍ତି। ଘଡ଼ ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ। 50 ବର୍ଷର ମାଗୁଣୀ 12 ବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଘୋଡ଼ା ବୋହି ଚାଲେ, 70-80 ବର୍ଷ ତଳର କାହାଣୀ ପରି ବୋହିଯାଏ। ସେ କହେ ଆଗେ ତା ନିଜ କଥା। ତାର କେବେ ବାପା ମା ଥିଲେ, ସେ କେବେ ସୁଖରେ ପଡ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି 2 ଓଳି ପେଟ ପୂରେଇ ଖାଉଥିଲା, ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନର ଶୋକଡ଼ ଦୁଃଖ ଭୁଲି ଯାଇଥିଲା। ସେ ଗଢ଼ିଥିଲା ଗୋଟେ ସ୍ୱପ୍ନ ରାଜ୍ୟ। ସେ ରାଜ୍ୟର ସିଏ ଥିଲା ରାଜା। ରାଣୀ କରି ଯାହାକୁ ଆଣିଥିଲା, ଜୀବନଟାକୁ ସେ ହସେଇ ହସେଇ ନଚାଉଥିଲା। ତାର ଅଧର ତଳେ ସେ ଅମୃତ ପିଉଥିଲା। ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା। ତାର ନିଶ୍ୱାସରେ ସେ ସୁବାସ ପାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା। କିନ୍ତୁ ସେ ସ୍ୱପ୍ନ ତାର ବେଶୀ ଦିନ ରହିଲା ନାହିଁ। ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାର ସେ ପାଖକୁ। ଏ ପାଖି 2ଟି ବଳଦ ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ 2 ଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା। ଶଗଡ଼ ବୋହିଲା ବେଳେ ଏକଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ। ନିଜେ 2 ଟୋପା ଲୁହ ନିଜର ଚିରାକାନିରେ ପୋଛି ଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟିଏ ଗଳ୍ପ। ଲୋକଙ୍କର ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ। ସେ କହେ, ତା ଶଗଡ଼ରେ ନ ବସିଛି କିଏ? ବସି ନଥିଲେ ବସି ନଥିବେ ଖୋଲିକୋଟର ରାଜା, କିନ୍ତୁ ଦେବାନ କହ, ମ୍ୟାନେଜର କହ, ଓକିଲ କହ, ମହାଜନ କହ,
ଏପରିକି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ ସମସ୍ତେ ବସିଛନ୍ତି ତା ଶଗଡ଼ରେ। ଏସବୁ କଥା କହିଲା ବେଳେ ସେ ଏଡ଼େ ଉତ୍ସାହରେ କହେ ଯେ ବେଳେ ବେଳେ ବଳଦ ଦୁଇଟା ଠିଆ ହେଇଗଲେ ମଧ୍ୟ ସେମାନଙ୍କୁ ଓଡ଼ାଏ ନାହିଁ। ଜାଣିପାରିଲେ କହେ, ଏ ପଶୁଗୁଡ଼ାକ ମଧ୍ୟ କଥା ଶୁଣିବାକୁ କାନଉଛନ୍ତି। ମାଗୁଣିର ଶଗଡ଼ ଓ ବଳଦ ଖଲିକୋଟର ଗୋଟେ ବିରାଟ ଇତିହାସ ନହେଲେ ମଧ୍ୟ ସେ ଇତିହାସର କେତୋଟି ପୃଷ୍ଠା। ସେ ଇତିହାସ କହେ, ଏ ଶଗଡ଼ ରାଜ୍ୟର ସମସ୍ତଙ୍କୁ ଚିହ୍ନିଛି। କେତେ ବାଳ ବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି। କେତେ ସୁହାସିନୀ କୁଳବଧୂ ବାପଘରୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି। ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦା ରାଉତ ଜେଲ୍ ଗଲା, ସେଇଦିନ ତା ଘରର ଛାଞ୍ଚୁଣି ମୁଣ୍ଡା ଆଦି ଏ ଶଗଡ଼ରେ ବୁହାଇ ଆସି ରଜାଘର କଚେରୀ ଦୁଆରେ ଜମା ହେଇଥିଲା। ଯେଉଁଦିନ ବେନ୍ଦେଳିଆ ଗାଁର ମଧୁରଥୀ ନରହତ୍ୟା ଅପରାଧରେ ଧରା ହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ। ଏଇ ଗାଡ଼ିରେ ବଡ଼ ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି। ଏଇ ଗାଡ଼ିରେ ରୋହିତ ନେତାଏ ହାତକଡ଼ା ପୋଡ଼ି କେଚୁରିକି ଯାଇଛନ୍ତି। ଏଇ ଗାଡ଼ି ସୁଖ ଦେଇଛି, ଦୁଃଖ ଦେଇଛି। ଲୁହ ବହି ଏଇ ଗାଡ଼ିର ଶୁଖିଲା ପାଳର ଗଦି ଓଦା ହେଇଯାଇଛି। ହସ ରୋଳରେ ଏ ଗାଡ଼ି କେତେ କମ୍ପିଛି। ଏଇସବୁ କଥା କହି ମାଗୁଣି ଯେତେବେଳେ ଗାଡ଼ି ଚଳାଏ, ମନେ ହୁଏ ମାଗୁଣି ଗୋଟିଏ ଜୀବନ୍ତ ଇତିହାସ। ଏପରି 10-5ଟା ଇତିହାସକୁ ଏକାଠି କଲେ ଓଡ଼ିଶାରେ ଗୋଟେ କୋଣାର୍କ ତିଆରି ହୁଅନ୍ତା। ଦିନେ ମାଗୁଣି ଶୁଣିଲା ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ, କାରଣ ସିଂହ ଘର ଗୋଟେ ମୋଟର ବାସ୍ ଆଣୁଛନ୍ତି। ଶୁଣିଲା ମାତ୍ରେ ସେ ହସି ହସି ଆକାଶ ପଟେଇ ଦେଲା। କହିଲା, ମୋଟର ବାସ୍? ତା କ'ଣ ମୋ କାଳିଆ କୋସରାକୁ ଟପିଯିବ? ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି, ଲୋକେ କ'ଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ? ଏକଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିର କଲା ନାହିଁ। 2-4 ଦିନ ଗଲା। ଦେଖୁ ଦେଖୁ କଡ଼ରେ ମୋଟର ବାସ୍ ପହଞ୍ଚିଲା। ଲୋକେ କହିଲେ, ଏଥର ମାଗୁଣିର ବ୍ୟବସାୟ ବୁଡ଼ିଲା। ଏକା ବେଳକେ 20 ଜଣଙ୍କୁ ଧରି ଘଣ୍ଟାକେ 40 ମାଇଲ ଯିବ। ମାଗଣିକି ତାକୁ ବଳିଯିବ। କଥା ସତ। ଦୈତ୍ୟ ଦାନବ ପରି ଗଡ଼ରେ ମୋଟର ବାସ୍ଟାକୁ ଦେଖି ମାଗୁଣିର ମନରେ ଛନକା ପଶିଲା। ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହେଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ। କିଏ କହୁଥିଲେ କଳ ଜିନିଷଠୁ ହାତ ଜିନିଷ ଭଲ। ତାହେଲେ ମୋଟର କଳଠୁ କ'ଣ ମୋ ଶଗଡ଼ ଭଲ ନୁହେଁ? ଏତେ ଲୋକ ସଭାରେ ବସି ଶୁଣୁଥିଲେ, ସେମାନେ କ'ଣ ମୋର ଦୁଃଖ ବୁଝିବେ ନାହିଁ? କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ। ଦରିଦ୍ର ସାଥୀ ସେ, ଗରିବଙ୍କୁ ବନ୍ଧୁ ସେ। ସେ କ'ଣ କହିବେ ମାଗୁଣି ମରିଯାଉ ଆଉ ଏଇ ସିଂହୀ ବଞ୍ଚନ୍ତୁ? ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍ ଚାଲିଲା। ମାଗୁଣିର ଶଗଡ଼ ମଧ୍ୟ ଚାଲିଲା, କିନ୍ତୁ ବାସ୍ ପୂର୍ଣ୍ଣ, ଶଗଡ଼ ଖାଲି। ମାଗୁଣି ଯେତେ ଆଗରୁ ରାତି ଅଧରୁ ଉଠି ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବାସ୍ରେ। ଯେତେ ନୂଆ ଅଖାର ଗଦି ପକେଇଲେ ମଧ୍ୟ ଲୋକେ ଧାଇଁଲେ ବାସ୍ ମୁହଁକୁ। ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବାସ୍ ଆଡ଼କୁ। ଦିନେ ଗଲା, 2 ଦିନ ଗଲା। ସେ 2 ଓଳି ଖାଇକରି ଆସିଥିଲା, ଓଳିଏ ଖାଇ ଆସିଲା। ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା। ସେ 2 ଓଳିରେ ଥରେ ପିଇ ଆସୁଥିଲା, କ୍ରମେ 3 ଓଳି ଚୁଲି ଲାଗିଲା ନାହିଁ। କାଳିଆ କୋସରାଙ୍କ ଛାତି ହାଡ଼ ଦିଶିଲା। ସେମାନଙ୍କୁ ଧରି ସେ ଯେତେବେଳେ କାନ୍ଦିଲା, କିଏ କହିଲା ପାଗଳ, କିଏ କହିଲା ବାଇଆ। ତାପରେ ଯେଉଁଦିନ ମାଗୁଣିର କୁଡ଼ିଆ ଦୁଆର ଭାଙ୍ଗି ଗାଁ ଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ 5 ଜଣ ବାଡ଼ି ଖଣ୍ଡିକ ଶୁଏଇ ଦେଇ ମାଗୁଣି ଆଖି ବୁଜି ଦେଇଛି। ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ। ଖଲିକୋଟର 2 ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ, ଆହା, ମାଗୁଣି ଚାଲିଗଲା। ଶେଷ ହେଲା କ୍ଷୁଦ୍ର ଗଳ୍ପ ମାଗୁଣିର ଶଗଡ଼। ଗାଳ୍ପିକ ଗଦାବରୀଶ ମହାପାତ୍ର। ଉପସ୍ଥାପନାରେ ମୁଁ ହିମାଂଶୁ ଶେଖର ମହାନ୍ତ।